ବଙ୍ଗାଳ ଲୋକ କହୁଛନ୍ତି ନା ଆମର ଓଡିଶା ଯାକ ନେତା ଯାଇଥିଲେ। ଇଏ କହୁଛନ୍ତି ନାରୀ ନାରୀ ନାରୀ, ନରେନ୍ଦ୍ର ମୋଦି ନାରୀ ନାରୀ ନାରୀ। ସାରା ଇଣ୍ଡିଆଟା ଯାକ ଲୋକ ତମେ ଯାଇକି ୱେଷ୍ଟବେଙ୍ଗଲ ଗୋଟେ ନାରୀକି ହରେଇବା ପାଇଁ ଯାଇଥିଲ। ଆରେ ଗୋଟେ ନାରୀକି ହରେଇବା ପାଇଁ ଇଣ୍ଡିଆଟା ଯାକ 400 ରୁ 500 MP MLA ମନ୍ତ୍ରୀ ସବୁ କ୍ୟାବିନେଟ, ନିଜେ ପ୍ରାଇମ ମିନିଷ୍ଟର, ହୋମ ମିନିଷ୍ଟର ଏବଂ 23ଟା ମୁଖ୍ୟମନ୍ତ୍ରୀ ଗୋଟାଏ ନାରୀକି ହରେଇବା ପାଇଁ। ଇଆଡେ କହୁଛ ନାରୀ କି ପ୍ରୋଟେକ୍ସନ ଦଉଛୁ, ନାରୀ କି ପ୍ରୋଟେକ୍ସନ ଦେ। କାହାକୁ ପ୍ରୋଟେକ୍ସନ ଦଉଛ? ତମେ ନିଜକୁ ନିଜେ ପ୍ରୋଟେକ୍ସନ ଦଉଛ। ଗୋଟେ ନାରୀ କି ହରେଇବା ପାଇଁ ଇଣ୍ଡିଆ ଯାକ କ୍ୟାବିନେଟ, ଇଣ୍ଡିଆ ଯାକ MP, ତମ ବିଜେପିର MLA, 23ଟା ମୁଖ୍ୟମନ୍ତ୍ରୀ, ଆଦାନୀ ଆବାନୀ ସମସ୍ତଙ୍କୁ ନେଇ କଣଟା କରି ପକେଇବ? ସେଇ ମମତା ବାନାର୍ଜୀ ଫେର ପୁନରାୟ ନିର୍ବାଚିତ ହବ, ୱେଷ୍ଟ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହବ। ଇଏ କଣ ସୁନାର ବାଙ୍ଗଲା କରିବେ? ଆମ ମୋହନ ମାଝୀ ଯେମିତି କହିଛନ୍ତି ଆମେ ସୁନ୍ଦରଗଡକୁ ସୁନା କରିଦବୁ, ନା ହୀରା କରିଦବ? ଏତେ ସୁନା ତମେ କଲ ତ କଙ୍କାଳ ବାହାରିଲା ତଳୁ। ଲଜ୍ଜା ଲାଗୁନି? କଙ୍କାଳକୁ ନେଇ, ହାଡୁକୁ ନେଇ ଏଇନା କଣ ବହୁତ ଯୋଜନା ତା ଘରେ ଇଲେକ୍ଟ୍ରିକ ନଥଳା ଦେଇଦେଲଣି, ତାଙ୍କୁ ଇଏ ପେନସନ ଦେଇଦେଲଣି, ଭତ୍ତା ଦେଇଦେଲଣି, 10,000 ଟଙ୍କା ଦେଇଦେଲଣି, 10 ଲକ୍ଷ ଦେଇ ସାରିଲଣି। ଏଇନା ଚାରିଆଡୁ ଖାଲି ଟଙ୍କା ଛୁଟୁଛି, ଲୋକ ବି ନେଇକି ପାଗଳ ଭଳିଆ ଗଦଉଛନ୍ତି। ଆଜି କୋଉଠି ଥିଲା? କଂଗ୍ରେସ ବି ଦେଇଛ, ସବୁ ଦଳ ଦେଲେଣି। ଏ ସବୁ ଦଳ ଥିଲେ କୋଉଠି? ତା ଭଉଣୀର ହାଡ ପୋତା ହେଇଥିଲା ଯୋଉ ମରିକି, କୋଉଠି ଥିଲ? କୋଉଠି ଥିଲ? କୁଆଡେ ଗଲ? ଲଜ୍ଜା ଲାଗୁନି? ସେ ହାଡ ଆଣି ମୁଁ କାହିଁକି ଯିବି ଏଗୁଡା କାମ ଦେଖିବା ପାଇଁ? ଏ ହାଡ ଆଣି ଦେଖେଇଲା ପରେ ଖାଲି ଗଦଉଛ। ତା ଘରେ ଇଲେକ୍ଟ୍ରିକ ନଥା ତାକୁ ଦେଇଦେଲେଣି, ଘର ଦେଇଦେଲେଣି, ପଇସା ସୁଅ ଛୁଟୁଛି, 10 ଲକ୍ଷ ଟଙ୍କା ନଗଦ ଦେଇ ଦେଇଛନ୍ତି। ବ୍ୟାଙ୍କ ଘରେ ଯାଇ ପଇସା ଦେଇକି ଆଇଲାଣି, ଲୋକମାନେ ଯାଇ ଦଉଛନ୍ତି। ଯାଉ ଗୋଟେ ଲୋକ ଉଠି ଯାଉ, ଭଉଣୀର କଙ୍କାଳକୁ କାଢି ଲୋକଲୋଚନକୁ ଆଣି ବିଶ୍ୱରେ ଯୋଉ ଚହଳ ପକେଇଛି, ସେ ଧନ୍ୟବାଦ ତାକୁ। ବ୍ୟାଙ୍କ ବାଲା କହୁଛନ୍ତି ଯଦି ସେ ବ୍ୟାଙ୍କ ବାଲାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହେଲେ ବ୍ୟାଙ୍କ ବାଲା ଧର୍ମଘଟ କରିବେ। କଣ କରିଛନ୍ତି?